ଆଜିର 6 ପ୍ରଶ୍ନ ରହିଛି। ଚାଲନ୍ତୁ ଦେଖିବା ପ୍ରଶ୍ନ ଗୁଡ଼ିକ କ'ଣ ରହିଛି। ପ୍ରଥମ ପ୍ରଶ୍ନ ହେଉଛି ଭୁବନେଶ୍ୱରରେ କେବେ ଓଡ଼ିଶାର ରାଜଧାନୀ ହେଲା? ଭୁବନେଶ୍ୱରରେ କେବେ ଓଡ଼ିଶାର ରାଜଧାନୀ ହେଲା? ଆପଣ ଯଦି ଏହାର ସଠିକ୍ ଉତ୍ତରଟି ଜାଣିଥିବେ ଆମକୁ କମେଣ୍ଟ ବକ୍ସରେ ଆପଣ ଉତ୍ତର ଦିଅନ୍ତୁ। ଚାଲନ୍ତୁ ଦେଖିବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ସଠିକ୍ ଉତ୍ତରଟି ହେଉଛି 1948 ମସିହା। ଦ୍ୱିତୀୟ ନମ୍ବର ପ୍ରଶ୍ନ, ଉଟ କେଉଁ ରାଜ୍ୟର ରାଜ୍ୟ ପଶୁ ଅଟେ? ଉଟ କେଉଁ ରାଜ୍ୟର ରାଜ୍ୟ ପଶୁ ଅଟେ? ତାର ଉତ୍ତରଟି ହେଉଛି ରାଜସ୍ଥାନ। ତୃତୀୟ ନମ୍ବର ପ୍ରଶ୍ନ କ'ଣ ରହିଛି ଦେଖିବା। କାହାର ଗାଡ଼ିର ନମ୍ବର ପ୍ଲେଟ୍ ନାହିଁ? ପ୍ରଶ୍ନଟି ଆଉଥରେ କହୁଛି, କାହାର ଗାଡ଼ିର ନମ୍ବର ପ୍ଲେଟ୍ ନାହିଁ? ଆପଣ ଯଦି ସଠିକ୍ ଉତ୍ତରଟି ଜାଣିଥିବେ ଆମକୁ କମେଣ୍ଟ ବକ୍ସରେ ଆପଣଙ୍କ ଉତ୍ତର ଦିଅନ୍ତୁ। ସଠିକ୍ ଉତ୍ତରଟି ଚାଲନ୍ତୁ ଜାଣିବା। ସଠିକ୍ ଉତ୍ତର ହେଉଛି ରାଷ୍ଟ୍ରପତି। ଚତୁର୍ଥ ନମ୍ବର ପ୍ରଶ୍ନ, ଆମ ହାତରେ କେତେ ଖଣ୍ଡ ହାଡ଼ ଥାଏ? ପ୍ରଶ୍ନଟି ଆଉଥରେ, ଆମ ହାତରେ କେତେ ଖଣ୍ଡ ହାଡ଼ ଥାଏ? ଦର୍ଶକ ବନ୍ଧୁ, ଆପଣ ଯଦି ଏହାର ସଠିକ୍ ଉତ୍ତରଟି ଜାଣିଥିବେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଚାଲନ୍ତୁ ଦେଖିବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି 27 ଖଣ୍ଡ ହାଡ଼ ଥାଏ। ପଞ୍ଚମ ନମ୍ବର ପ୍ରଶ୍ନ, କ'ଣ ଖାଇବା ଦ୍ୱାରା କିଡ଼ନୀ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ? ପ୍ରଶ୍ନଟି ଆଉଥରେ କହି ରଖୁଛି, କ'ଣ ଖାଇବା ଦ୍ୱାରା କିଡ଼ନୀ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ? ଚାଲନ୍ତୁ ଦେଖିବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ପିଆଜ। 6 ନମ୍ବର ପ୍ରଶ୍ନ, ବାରମ୍ବାର କାଶ ହେଉଥିଲେ କ'ଣ ଖାଇଲେ କାଶ ଭଲ ହୋଇଯାଏ? ବାରମ୍ବାର କାଶ ହେଉଥିଲେ କ'ଣ ଖାଇଲେ କାଶ ଭଲ ହୋଇଯାଏ? ଆପଣ ଯଦି ଏହାର ସଠିକ୍ ଉତ୍ତରଟି ଜାଣିଥିବେ ଆମକୁ କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ଦିଅନ୍ତୁ। ଉତ୍ତରଟି ହେଉଛି ଗୋଲମରିଚ ଓ ତୁଳସୀ ରସ। ଦର୍ଶକ ବନ୍ଧୁ, ଏହିପରି ପ୍ରତିଦିନ ଯଦି ଓଡ଼ିଆ ଜିକେ କୁଇଜ୍ ଭିଡ଼ିଓ ଦେଖିବାକୁ ଚାହୁଁଥିଲେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ।